ରାସନ କାର୍ଡକୁ ନେଇ ସରକାରଙ୍କ ତରଫରୁ ବଡ଼ ନିଷ୍ପତ୍ତି। ନୂଆ ରାସନ କାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି? ରାସନ କାର୍ଡରେ ନୂଆ ଲାଭଗୁଡ଼ିକ ଆପଣମାନେ କେମିତି ପାଇବେ ତାହା ଜାଣିବା ପାଇଁ ଚାହୁଁଛନ୍ତି କି? ତାହେଲେ ସରକାରଙ୍କ ତରଫରୁ ଏହାକୁ ନେଇ ବଡ଼ ନିଷ୍ପତ୍ତି ଜାରି କରାଯାଇଛି। ଯଦି ଆପଣ ଜଣେ ରାସନ କାର୍ଡ ହିତାଧିକାରୀ କିମ୍ବା ନୂଆକରି ଆବେଦନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ରାସନ କାର୍ଡକୁ ନେଇ ଯେଉଁ ବଡ଼ ନିଷ୍ପତ୍ତି ସରକାରଙ୍କ ତରଫରୁ ଜାରି କରାଯାଇଛି, ଯେଉଁ ନୂଆ ସୁବିଧା ଗୁଡ଼ିକ ଆପଣମାନଙ୍କୁ ଯେଉଁ ମିଳିବା ପାଇଁ ଯାଉଛି, କ'ଣ ସବୁ ସୁବିଧା ରହିଛି, କେବେଠାରୁ ଆପଣମାନଙ୍କୁ ମିଳିବ, ଏସବୁ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିବାକୁ ପାଇବେ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ରାସନ କାର୍ଡକୁ ନେଇ ଯାହା ବି ରହିଛି ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୁଡ଼ିକ ରହିଛି ଆପଣମାନଙ୍କ ପାଇଁ, ଯାହା ଗୁରୁତ୍ୱପୂର୍ଣ୍ଣ ରହିବ, ପ୍ରତ୍ୟେକ ଦିନ ଆପଣମାନେ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ପାଇପାରିବେ। ଦେଖନ୍ତୁ, NFSA ଅନ୍ତର୍ଗତ ଓଡ଼ିଶାରେ 97,97,572 ପରିବାର ବ୍ୟତୀତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା SFSS ଅଧୀନରେ ଆଉ 2,98,725 ପରିବାର, ସେହିପରି 5,62,737 ସଦସ୍ୟ ମଧ୍ୟ ରାସନ ସୁବିଧା ପାଉଛନ୍ତି। NFSA ଓ SFSS ଉଭୟକୁ ମିଶାଇ ମୋଟ 1,96,297 ପରିବାର ରାସନ ସୁବିଧାର ସୁଯୋଗ ପାଉଛନ୍ତି। କେନ୍ଦ୍ର ସରକାର ଏହି ଉଭୟ ବର୍ଗର କାର୍ଡ ଧାରକଙ୍କୁ ଚାଉଳ ଏବଂ ଗହମ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ଯୋଗାଇ ଦେଉଛନ୍ତି। ଦେଖନ୍ତୁ, NFSA SFSS ଅଧୀନରେ ଯେଉଁ ହିତାଧିକାରୀ ମାନେ ରହିଛନ୍ତି, ସେମାନଙ୍କୁ ଅନେକ ସାରା ସୁବିଧା ଆଗାମୀ ଦିନମାନଙ୍କରେ ମିଳିବା ପାଇଁ ଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରାସନ କାର୍ଡ ଜରିଆରେ ମଧ୍ୟ ଆପଣମାନେ ରିଲିଫ୍ ପାଇବା ପାଇଁ ଯାଉଛନ୍ତି। ସୁବିଧା ଅସୁବିଧାରେ ଆପଣମାନଙ୍କୁ ରିଲିଫ୍ ମିଳିବ। ରିଲିଫ୍ କହିବାକୁ ଗଲେ ଖାଦ୍ୟଶସ୍ୟ ନୁହଁ, ତା ସହିତ ଆର୍ଥିକ ସହାୟତା ମଧ୍ୟ ଏହି ରାସନ କାର୍ଡ ଜରିଆରେ ଆପଣମାନଙ୍କୁ ମିଳିବ। ଏହି ପ୍ରକାର ସୁବିଧା ମଧ୍ୟ ସରକାରଙ୍କ ତରଫରୁ ଲାଗୁ କରାଯାଇଛି। ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଏବଂ କୌଣସି ଦୁର୍ଘଟଣା ଘଟେ, ଯେଉଁମାନଙ୍କର ରାସନ କାର୍ଡ ରହିଛି ସେମାନଙ୍କୁ ଅଧିକରୁ ଅଧିକ ସୁବିଧା ପ୍ରଦାନ କରାଯିବା ସହିତ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହଁ, ସେମାନଙ୍କୁ ନୂଆ ସୁବିଧା ମଧ୍ୟ ମିଳିବ। ଦେଖନ୍ତୁ, ଅଭିଯୋଗ ଅନୁଯାୟୀ କେତେକ ବ୍ୟକ୍ତି ପ୍ରଥମେ ନିଜ ପୁରୁଣା ରାସନ କାର୍ଡ ବ୍ୟବହାର କରି ମାଗଣା ଖାଦ୍ୟଶସ୍ୟ ପାଉଥିଲେ। ତାପରେ ତୁରନ୍ତ ସେହି ପୁରୁଣା ରାସନ କାର୍ଡରୁ ନିଜ ନାମ ହଟାଇ ଦିଅନ୍ତି। ଏହାପରେ ସେମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରନ୍ତି ଓ ଦ୍ୱିତୀୟ ଥର ପାଇଁ ପୁଣି ମାଗଣା ରାସନ ସାମଗ୍ରୀ ନେଇଯାଇଥାନ୍ତି। ଏହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅନିୟମିତତାକୁ ରୋକିବା ଓ ଯୋଜନାର ଲାଭ କେବଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯେପରି ପହଞ୍ଚିବ, ସେ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେହି ନିଷ୍ପତ୍ତି ଆଧାରରେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସରଣ କରି ପ୍ରାଥମିକତା ଅର୍ଥାତ୍ PHH ଓ ଅନ୍ତୋଦୟ ରାସନ କାର୍ଡରୁ ସଦସ୍ୟଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ଉପରେ କିଛି କଟକଣା ଲାଗୁ କରାଯାଇଛି। ଯେଉଁମାନେ ପ୍ରକୃତର ଯୋଗ୍ୟ ହିତାଧିକାରୀ, ସେମାନେ କେମିତି ରାସନ କାର୍ଡର ସମସ୍ତ ସୁବିଧା ପାଇପାରିବେ, ସେଥିପାଇଁ ସରକାର ନୂଆ ନୂଆ ପଦକ୍ଷେପ ଆଣୁଛନ୍ତି। ରାସନ କାର୍ଡରେ ବି ଏମିତି ବି ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି, ସେମାନେ ରାସନ କାର୍ଡ ଜରିଆରେ ଖାଦ୍ୟଶସ୍ୟ ମଧ୍ୟ ହାତଉଛନ୍ତି। ସେଥିପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି ବର୍ତ୍ତମାନ ସାମ୍ନାକୁ ଆସିଛି। ଅନେକ ରାସନ କାର୍ଡର ସଦସ୍ୟମାନେ ରହିଛନ୍ତି, ସେମାନଙ୍କର ନାମ ମଧ୍ୟ ରାସନ କାର୍ଡରୁ ହଟେଇ ଦିଆଯିବ। ତ କେଉଁ ସଦସ୍ୟମାନଙ୍କର ନାମ ହଟେଇ ଦିଆଯାଉଛି, କାହିଁକି ହଟେଇ ଦିଆଯାଉଛି,
संपूर्ण खबर जानिबा पई शेष पर्यंत भिडियोटी को देखंतु। सर्त रखाଯାଇଛି जे नूआ राशन कार्ड पाइबाकू चाहुंथिबा व्यक्ति अन्य कौनसी कार्डर सदस्य ହୋଇନଥିବେ। ସାଧାରଣତଃ କିଛି ଲୋକ କାମ ପାଇଁ ବିଦେଶ ଯିବା କିମ୍ବା ଅନ୍ୟାନ୍ୟ କାରଣରୁ ସେମାନଙ୍କର ନାମ ବର୍ତ୍ତମାନର ରାସନ କାର୍ଡରୁ ହଟାଇବାକୁ ପଡ଼ିଥାଏ। ଯେଉଁମାନେ ନିଜର ନାମ ହଟାଇବାକୁ ଚାହାନ୍ତି ସେମାନଙ୍କୁ ଖାଦ୍ୟ ଯୋଗାଣ ବିଭାଗର ସାଧାରଣ ବଣ୍ଟନ ଯୋଜନା ଅର୍ଥାତ୍ PDS ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ଯଦି ଆପଣମାନଙ୍କର ନାମ ରାସନ କାର୍ଡରୁ ହଟାଇବା ପାଇଁ ଚାହୁଁଛନ୍ତି ଆପଣମାନେ PDS ୱେବସାଇଟ୍ ମାଧ୍ୟମରେ ଆବେଦନ କରି ଆପଣଙ୍କର ନାମ ହଟେଇ ପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କ ପରିବାରର ଯେଉଁ ରାସନ କାର୍ଡଟି ରହିଛି ସେଇ ରାସନ କାର୍ଡରେ ଧରି ନିଅନ୍ତୁ 5 ଜଣ ସଦସ୍ୟ ରହିଛନ୍ତି। ସେଇ 5 ଜଣ ସଦସ୍ୟ ମଧ୍ୟରୁ କୌଣସି ସଦସ୍ୟ ରାସନ କାର୍ଡର ଯେଉଁ ଯୋଗ୍ୟତା ମାନଦଣ୍ଡ ରହିଛି ସେଇ ଯୋଗ୍ୟତା ମାନଦଣ୍ଡ ଭିତରୁ ବାହାରି ଯାଇଛନ୍ତି, ତାହେଲେ ସେହି ସଦସ୍ୟଙ୍କୁ ତୁରନ୍ତ ଆପଣମାନେ PDS ୱେବସାଇଟ୍କୁ ଯାଇ ଆବେଦନ କରି ହଟେଇ ଦିଅନ୍ତୁ, ନଚେତ୍ ଆପଣମାନଙ୍କର ରାସନ କାର୍ଡଟି କଟିଯିବ। ପରିବାରର ଗୋଟିଏ ସଦସ୍ୟ ପାଇଁ ବାକି ସଦସ୍ୟମାନେ ସଫରିଂ ହେବେ। ସେମାନେ ମଧ୍ୟ ଅଯୋଗ୍ୟତା ମାନଦଣ୍ଡ ଭିତରେ ପଳେଇ ଆସିବେ କେବଳ ଗୋଟିଏ ସଦସ୍ୟ ପାଇଁ। ତ ଏଇଭଳି ସଦସ୍ୟଙ୍କ ନାମ ତୁରନ୍ତ ଆପଣମାନେ କାଟିବାକୁ ଜମା ବି ଭୁଲନ୍ତୁ ନାହିଁ। ଭେରିଫିକେସନ୍ ହେଲା ପରେ ଆପଣମାନଙ୍କର ରାସନ କାର୍ଡ ଥରେ କଟିଗଲା ପରେ ଆପଣମାନେ ଆଉ ଆବେଦନ କରିପାରିବେ ନାହିଁ। ସମ୍ପୃକ୍ତ କର୍ତ୍ତୃପକ୍ଷ ଆବେଦନ ଯାଞ୍ଚ କରିବେ ଓ ଆବଶ୍ୟକ ଯାଞ୍ଚ ସମାପ୍ତ କରିବା ପରେ ସେମାନେ ରାସନ କାର୍ଡରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନାମ ବାଦ୍ ଦେବା ସମ୍ପର୍କରେ ସୂଚନା ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ SMS ମାଧ୍ୟମରେ ପଠାଯିବ। ଏହି SMS ପାଇବା ପରେ ହିଁ ଆଉ ଗୋଟିଏ ନୂଆ ରାସନ କାର୍ଡ ପାଇଁ ଆବେଦନ କରିପାରିବେ। ତ ଯେଉଁମାନେ ଯୋଗ୍ୟ ବିବେଚିତ ରହିଛନ୍ତି ସେମାନେ ପୁରୁଣା ରାସନ କାର୍ଡରୁ ତାଙ୍କର ନାମ କାଟି ଆଉ ଗୋଟିଏ ନୂଆ ରାସନ କାର୍ଡ ବନେଇ ପାରିବେ ଯୋଗ୍ୟତା ମାନଦଣ୍ଡ ଭିତରେ ଥିବା ସଦସ୍ୟମାନେ। ଆଉ ଯେଉଁମାନେ ଯୋଗ୍ୟତା ମାନଦଣ୍ଡ ଭିତରେ ନାହାନ୍ତି ସେମାନଙ୍କର ନାମ କାଟିବା ପାଇଁ ୱେବସାଇଟ୍କୁ ଯାଇ ଆପଣମାନଙ୍କୁ ଆପ୍ଲାଏ କରିବା ପାଇଁ ପଡ଼ିବ। ଯେଉଁମାନେ ପ୍ରାଥମିକତା ଓ ଅନ୍ତୋଦୟ ରାସନ କାର୍ଡରୁ ନିଜ ନାମ ହଟାଇବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ। ମାସ ମଝିରେ ଆବେଦନ କଲେ ବି ସେଇ ମାସ ଶେଷରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇବା ପରେ ହିଁ ଲିଷ୍ଟରୁ ତାଙ୍କ ନାମ ହଟିବ। ଅନ୍ତୋଦୟ ଡିଭିଜନର ପ୍ରତ୍ୟେକ ରାସନ କାର୍ଡ ଧାରକଙ୍କୁ ପ୍ରତି ମାସରେ 35 କିଲୋ ଚାଉଳ ଯୋଗାଇ ଦିଆଯାଉଛି। ସେହିପରି କେନ୍ଦ୍ର ସରକାର ପ୍ରାଥମିକତା ରାସନ କାର୍ଡରେ ନାମ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ 5 କିଲୋ ଚାଉଳ ମାଗଣାରେ ଯୋଗାଇ ଦେଉଛନ୍ତି। ଏହି 5 କିଲୋ ଚାଉଳ ବଦଳରେ ଆପଣମାନେ 10 କେଜି ଚାଉଳ ପାଇବା ପାଇଁ ଯାଉଛନ୍ତି। 35 କିଲୋ ଚାଉଳ ବଦଳି ଆପଣମାନେ ଅଧିକ ଚାଉଳ ପାଇବା ପାଇଁ ଯାଉଛନ୍ତି। ଦେଖନ୍ତୁ, ନାମ ବାଦ୍ ଦେବା ପ୍ରକ୍ରିୟାରେ ଏହି କଟକଣା ଲାଗୁ କରାଯାଇଛି, ଯାହାଦ୍ୱାରା କିଛି ଲୋକ ଦୁଇଟି କାର୍ଡରୁ ଲାଭ ଉଠାଇ ପାରିବେ ନାହିଁ। ପୂର୍ବରୁ କିଛି ଲୋକ ସାମଗ୍ରୀ କିଣିବା ପରେ ତୁରନ୍ତ କାର୍ଡରୁ ନିଜର ନାମ ହଟାଇ ଦେଉଥିଲେ ଓ ତାପରେ ନୂଆ କାର୍ଡ ଦେଖାଇ ପୁଣି ସାମଗ୍ରୀ ନେଉଥିଲେ, ଯାହାଫଳରେ ଯୋଜନାର ଅପବ୍ୟବହାର ବୃଦ୍ଧି ପାଉଥିଲା। ଏହାକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ଜଣେ ବ୍ୟକ୍ତି ଗୋଟିଏ ସମୟରେ ଦୁଇଟି କାର୍ଡରୁ ଉପକୃତ ପାଇବ ନାହିଁ।